ଆଜି ଆସିବ ସୁଭଦ୍ରା ତାରିଖ। ସୁଭଦ୍ରା ସହାୟତା କିସ୍ତି ଦିନ ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁଠି ସୁଭଦ୍ରା ସହାୟତା ମିଳିବ ଆଜି ଆସିପାରେ ତାରିଖ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିପାରନ୍ତି ତାରିଖ। 17 ତାରିଖ ଦିନ ସୁଭଦ୍ରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଦିନ 25 ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା। ବିଜେପି ନନାରେ ପ୍ରଥମ କିସ୍ତିରେ ପି ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କୁ 5,000 ଟଙ୍କାର ଭାଉଚର ଆସିଛି। ପ୍ରଧାନମନ୍ତ୍ରୀ ନିଜେ ଆସି ସୁଭଦ୍ରା ଟଙ୍କା ଦେଇଥିଲେ। ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏସହ ସୁଭଦ୍ରା ଫର୍ମ ଦାଖଲ ବେଳେ ଆପଣଙ୍କୁ ଆଧାରର ଜେରକ୍ସ ସହ ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ବି ସଠିକ ଭାବେ ଦେଇଥିବା ଦରକାର। ଏହାପରେ ଆପଣଙ୍କୁ ଜନସେବା କେନ୍ଦ୍ର ଅଧିକାରୀ ଏକ ରସିଦ କାର୍ଡ ଦେବେ, ଯେଉଁଥିରେ ଆପଣଙ୍କ ସିରିଆଲ ନମ୍ବର ଲେଖାଯାଇଥିବ। ଏସବୁ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କରି ନଥିଲେ ଆପଣଙ୍କ ଆବେଦନ କଟିଯିବ। ଆଉ ଆପଣ ଟଙ୍କାଟିଏ ମଧ୍ୟ ପାଇବେନି। ପ୍ରଭାତୀ ପରିଡ଼ା କହିଛନ୍ତି, 2 ଦିନ ତଳେ ଯାହାର ଭ୍ୟୁ ନେଇଥିଲି 92 ଲକ୍ଷ ଲୋକେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ। ଆମେ 25,11,000 ଲୋକଙ୍କୁ ଦେଇଛୁ। ଆଉ ଗୋଟିଏ ସପ୍ତାହ ଭିତରେ 1 କୋଟି ଲୋକଙ୍କ ଆବେଦନ ବୋଧେ ଆସିଯାଇବ। ସୁଭଦ୍ରା ଯୋଜନା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ 1ରୁ ଲାଭ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। କିଛି ଦିନ ମଧ୍ୟରେ 25,11,000 ଲୋକଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ। ଯଦି ପ୍ରଥମ କିସ୍ତି ଯାଇ ନବ 666, ତବେ ମାର୍ଚ୍ଚ 8ରେ ସମସ୍ତଙ୍କୁ ଏକକାଳୀନ 2ଟି କିସ୍ତି ଟଙ୍କା ମିଳିବ। ତେବେ 17 ତାରିଖ ମୋଦିଙ୍କ ଜନ୍ମଦିନ ଦିବସରେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତି ଆସିଥିବା ବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ, ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ 17 ତାରିଖ ଅର୍ଥାତ ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ। ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକୁ ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ। ଜଣେ ଚାହିଁଲେ ଯେତେବେଳେ ବି ରେଜିଷ୍ଟ୍ରେସନ କରିପାରିବେ। ସୁଭଦ୍ରାର ଫର୍ମ ପୂରଣ ବେଳେ ତାର ପଞ୍ଜୀକରଣ ଫର୍ମ ସହ ଆପଣଙ୍କୁ କିଛି ଜରୁରୀ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଯଦି ଆପଣ ଏହି ଦରକାରୀ ଡକ୍ୟୁମେଣ୍ଟ ଦାଖଲ କରିନଥିବେ ଓ ଫର୍ମରେ ଠିକ୍ ସୂଚନା ଦେଇ ନଥିବେ ତେବେ ଆପଣଙ୍କ ଆବେଦନ କଟି ଯାଇପାରେ। ଏହାପରେ ବି ଆପଣ ପୁନଃ ଆବେଦନ କଲେ ଆପଣଙ୍କୁ ଟଙ୍କା ମିଳିବ ନାହିଁ।